କଳାଞ୍ଜଳି ଆର୍ଟିଷ୍ଟ ତରଫରୁ ଯୋଗ ଶିବିର ଅନୁଷ୍ଠିତ। ବ୍ରହ୍ମପୁର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାଞ୍ଜଳି ଆର୍ଟିଷ୍ଟ ତରଫରୁ ଗୋଷାଣୀ ନୂଆଗାଁ ସ୍ଥିତ ରାଜାରାଣୀ ଏନକ୍ଲେଭ ସମ୍ମିଳନୀ ପ୍ରକୋଷ୍ଠରେ ଯୋଗ ଶିବିରର ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ତଥା ସମ୍ପାଦିକା ଶ୍ରୀମତୀ ରାମେଶ୍ୱରୀ ନନ୍ଦଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଯୋଗ ଉପରେ ଆଲୋକପାତ କରାଯିବା ସହ ଯୋଗ ପ୍ରଶିକ୍ଷକ ସୋନି ପଟ୍ଟନାୟକ ସହାୟକରେ ତାଲିମ ପ୍ରଦାନ କରାଯାଇଥିଲା। ଶିବିରରେ ଯୋଗ ପ୍ରଶିକ୍ଷକ ସୋନି ପଟ୍ଟନାୟକ, ଜୁମ୍ବା ପ୍ରଶିକ୍ଷକ ଅମିଷା ଓ ନୃତ୍ୟ ଶିକ୍ଷୟିତ୍ରୀ ସୁସ୍ମିତାଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ମହାନ ସଂଘ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ, କେ ରାମାରାଓ ସୁବୁଦ୍ଧି, ହରେକୃଷ୍ଣ ମିଶ୍ର, ଭୀଷ୍ମାଚାର୍ଯ୍ୟ ଚୌଧୁରୀ, ରାକେଶ ସିଂ ଦେଓ, ନମିତାରାଣୀ ରାଉତ, ଡକ୍ଟର ସନ୍ଧ୍ୟାରାଣୀ ପଟ୍ଟନାୟକ, ସଞ୍ଜୟ ମାଝୀ, ପ୍ରିନ୍ସ ମିଶ୍ର, ଲୀନା ସ୍ୱାଇଁ, ଏ ହରପ୍ରିୟା, ନମିତା ମିନି ପ୍ରମୁଖ ଯୋଗ ଦେଇଥିବା ବେଳେ ସହ ସମ୍ପାଦିକା ସ୍ୱପ୍ନା ଶୁଭଦର୍ଶିନୀ ଓ ଶ୍ରୀମତୀ ଅଭିଷିକ୍ତା ଦାସ ପ୍ରମୁଖ ଶିବିରରେ ପରିଚାଳନା କରିଥିଲେ। ବ୍ୟୁରୋ ରିପୋର୍ଟ।